ସେପଟେ ବୋଉ ବି କ'ଣ ଆଣିକି ଆସିଲାଣି। ସେ ମାଛଟା ଆହୁରି ଭଲ ହେଇଛି ଆଣିକି ଆସିବୁ ଦେଖିଆ କହିଲି ତଳେ ଜାନି ସେଇ ଗଛ ସେଇ ଲମ୍ବା ଲମ୍ବା ଭେଣ୍ଡି ଅତି ଲମ୍ବା ହେଇଗଲା ବେଳକୁ ବୁଢା ହେଇଯାଉଛି। ତୋଳୁଛନ୍ତି ସିଝା ଅଣ୍ଡା କାହାର? ବୋଉର ସିଝା ଦେଶୀ ଅଣ୍ଡା। ଆଚ୍ଛା ମୋ ବୋଉର ସିଝା ଅଣ୍ଡା ଦେଶୀ ଅଣ୍ଡା। ତମେ କ'ଣ ଖାଇଛ ସକାଳୁ? କିନ୍ତୁ ମୁଁ ଭିଡ଼ିଓ କରିନି ବେକାଳିଆ ହେଇଗଲା ଟିକେ ଆଉ। ବାପା କ'ଣ ଏମିତି ହାଲିଆ ହେଇ ପଡୁଛନ୍ତି? ଯାଇଥିଲ ମେଡ଼ିକାଲ? ଇଲୋ ବାପ ତମେ ତ ଯେମିତି ହଉଛ ଯଦି ଯିଏ ଦେଖିବେ କହିବେ ପୁରା ଆଉ ଥରେ ନେଇକି ଯାଅ ବୋଲି। ସତରେ ନା ମିଛରେ ଏମିତି ହଉଛ? ତରଭୁଜ ଆସିଛି କଟିଂ ହବ। ଏଇଟା ତମେ କହିଲ ଦେଖିଆ କେତେ କିଲୋ? 6.5 କିଲୋ 6 କିଲୋ 300। ଆଣ ଗୋଟେ ଜାଗା ଆଣ କଟିଂ କର। ଆଉ କ'ଣ ଖାଇବା ରଖିଛ ବାପାଙ୍କୁ ଦିଅ ମତେ ବି ଟିକେ ଦିଅ। ସେଠି କ'ଣ ଚାଲିଛି କି ରେ? କି ଶାଢ଼ୀ? ବାପ ଏଟା ଶାଢ଼ୀ ନା ବେଡସିଟ୍ଟା लो? ଓ ବଢ଼ିଆ ହେଇଛି ତ। ଭଲ ହେଇଛି ବଡ଼ଟା ବଢ଼ିଆ ହେଇଛି। ବାବା ଦେଖିକି ତମେ ଯେମିତି କାଟୁଛ ହାඹୁଡ଼ିକି ପଡ଼ିବ। ଓହୋ କେତେ ବଡ଼ ସାଇଜ। ଧଇଲ ଗୋଟେ ଫାଳ ଧଇଲ। ବୋଉ ଆଉ ଫାଳେ ଧ। ଦେଖିଆ ପନିକି ଦେଖୁଛ ଆମ ଘରେ କୋଉ ଭଳିଆ ପନିକି ଅଛି। 2 ଜଣ ମିଶିକି ଧଇଲେ ଫଟୋଟେ ଉଠିବ ଭଲ ଫଟୋଟେ। ଏଇ 2ଟାକୁ 6 କେଜି ପାସ। ହଉ ନେଇଯା କାଟିଦେ କାଟିକି ଦିଅ। ତମେ ଆଣ ଟିକେ କ'ଣ ଅଛି ଖାଇବାକୁ। ସେମାନେ ଫଟୋ ଉଠେଇବେ ବୋଲି ବାପା ସାଇଡ୍ ହେଇଗଲେ। ବାପା କାଟିବେ ବାସ୍ କଟିଂ ହେଲା। ଆଣ ଆଗେ ବଡ଼ ବଡ଼ ଫାଳ କରିଦିଅ 4 ଖଣ୍ଡ। ବାହ ହେଇଛି ଖରା ଦିନକୁ ତରଭୁଜ। ଏ ଅଦିନିଆ ବର୍ଷା ବି କାମ ନୁହଁ ବୋଉ। ଆଉଛି ଯାଉଛି ଯେମିତି ଗରମ ଯେମିତି ଚିପଚିପି ସେମିତି ରହୁଛି। ହଁ ଏତିକି ଥାଉ ତାପରେ ପୁଣି ସେକେଣ୍ଡ ଟାଇମ୍ କାଟିବା ଖାଇବ। ତମେ ଖାଅ ଦେଖିଆ ଏଇଟା ଖାଇପାରିବ ନା ଗୋଟାଟା? ଏଇ ଗୋଟା 6 କିଲୋ ଯାକ ତମେ ଖାଇପାରିବ ନା? 6 କିଲୋ କିଛି ନହେଲେ ତ 2-2.5 କିଲୋ ଖଣ୍ଡେ ପାଣି ବାହାରିବ। ହଁ ସବୁ ଯାଇଯିବା କି 2.5 କିଲୋ ପାଣି ବାହାରିବନି ନା? ଦେଲ ଖଣ୍ଡେ ହେଇଥିର ବା ଦିଅ ଯୋଉଥିରୁ ଦଉଛ। ସେମିତି ଦିଅ ଧରିକି ଖାଇବାକୁ ସୁବିଧା ହବ। ଲୁଣ ଟିକେ ବହୁତ ଲୁଣ ସିଏ ଆଉ କ'ଣ ଆଣିକି ଆସିଲେଣି? କ'ଣ ଗୋଟେ ଜଳଖିଆ ପୁରା ହେଲ୍ଦି ଜଳଖିଆ ଆଣିକି ଆସିଛ ବୋଧେ ଆଉ। ବାପ ହେଲ୍ଦି ଅନହେଲ୍ଦି ମିକ୍ସ ହେଉଛି ମୋ ସକାଳ ଜଳଖିଆ। ଦେଖ ଗୁଡ୍ ମର୍ଣ୍ଣିଂ ଜଳଖିଆ। ମିଠା ଫ୍ରିଜରେ ରଖିଦେବ ତାପରେ ଏବେ ଧରିବ 2 ଫାଳ କରି ରଖିଦିଅ। ଫ୍ରିଜରେ ରଖିଦେଇ ତାପରେ ଖାଇବ। ଓ ମଜା। ବାସ୍ ସେଥିରେ ଟିକେ ବିଟ ଲୁଣ ପକା। ଜାମୁରୋଳରେ ସେ ଯୋଉଠି ଜାମୁରୋଳ ଆଣିଲି ସେ କହିଲେ ଆଉ ଭାଇ ଟିକେ ବିଟ ଲୁଣ ପକେଇଦବ ଆଉ ଟିକେ ଯଦି ଚାଟ୍ ମସଲା ଥିବ ପକେଇକି ଖାଇବ। ତା ମଜାଟା ଦେଖିବ ପାଇବ ତମେ। ତମ ଫେଭରାଇଟ୍ ଫଳ ପୁରା ବାର ମିଳିଗଲା ନା? ୱାଟରମିଲନ୍ ଏଇଠି ୱାଟରମିଲନ୍ ହବ। ଖାଆନ୍ତୁ ମତେ କାହିଁ ଦଉଛୁ? ତରକାରୀ ହେଇସାରିଲାଣି?
ଚୁନା ମାଛ ଦେଖେ ଟିକେ ଭଲ ଏମିତି ମସ୍ତ ଲାଗିବ। ଆଉ ହାତର ବେସର ତରକାରୀ ଗୁଡ଼ା ବେଟର୍ ଲାଗୁଛି ଦେଖୁଛି। ଭଲ କରୁଛ ହଁ ବେସର ତରକାରୀ ଗୁଡ଼ା ବାଃ ମାଷ୍ଟର ସେଫ୍ କେମିତି ଶିଖିଲ ଏତେ ସବୁ? ଏଇ ସକାଳ ପାଗ ଏବେ ନାହିଁ ମୋ ମୁଣ୍ଡ ଖରାପ ହେଇଯାଉଛି। ସକାଳ କେତେ ସୁନ୍ଦର ପାଗ ଦେଇଥିଲା କହିଲ। ବର୍ଷା ଝିପି ଝିପି ଲାଗୁଥିଲା ଯେମିତି ପୁରା ବର୍ଷା ଲାଗିଗଲା କି ଆଉ। କ'ଣ ଏତେ ଲେଟ୍ କରୁଛ? ଓ ଆଜି କଡ଼କ ହେଇଛି ରେ ଶାଗଟା ବୋଉ। ଆଜି ମୋ ଆଖି କହୁଛି ଏତେ ଟେଷ୍ଟ ହେଇଥିବ ଏତେ ଟେଷ୍ଟ ହେଇଥିବ ଏତେ ଟେଷ୍ଟ ହେଇଥିବ। କେତେ ଟେଷ୍ଟ ହେଇଥିବ? କ'ଣ ହେଇଛି ରେ? ଓ କ'ଣ କରୁଛ ରେ ଆଜି? ମାଛଟାକୁ ବି ଦେଖିକି ଲାଗୁଛି ସେମିତି ଟେଷ୍ଟ ହେଇଥିବ। ହେଲେ ବୋଉ ଶାଗ ହେଇଥିଲା କି ଆଜି? ନା ଶାଗ ହେଇନି। ଶାଗ ହେଇଥିଲା କି ରେ? ହଁ ଆସିନି। ମୁଁ ସ୍ୱପ୍ନରେ ଖାଇଲା ବେଳେ ଲାଗୁଛି। ମୁଁ ଏଇଠି ମୋର ଏଇଠି କିଛି କଳା କଳା ଥୁଆ ହେଇଥିଲା ମୁଁ ଭାବୁଥିଲି ଶାଗ ନା ସେଇଟା ସରିଗଲା। ସେ ଶାଗ ହେଇଥିଲା କି? ନା ହେଇନଥିଲା ଯେ ଏଠି କଳା କଳା କଣ ଥିଲା କୁଆଡେ ଗଲା? ସେଇ ଫାଗ ସେ ଫାଗରୁ ଟିକେ ଦେଲ। ସେ ଫାଗ ଆଉ ନାହିଁ। ଟିକେ ଦଉନ ସେ ଫାଗରୁ। ହଁ ଟିକେ ଦିଅନ୍ତନି ଫାଗରୁ ଟିକେ ଦିଅନ୍ତନି। ଦିଅ ଟିପାଟି ଦିଅ। ହଁ ବୋଉ କହିଲା ଗଲେ ଆଣିବାକୁ। ଏମିତି ସବୁବେଳେ ଦଉଥିବୁ ଶାଗ ଟିକେ ଟିକେ। ଦେଖ ଏଇ କଡ଼େଇରେ ଅଛି ମତେ ଗାଲୁ ମାରିଦେଲେ ଶାଶୁ ଦି ଜଣ ଯାକ। ଠିକ ଅଛି ଅଛି ଅଛି। ଶାଗ ଟିକେ ମନ ମୋହିଲା ପରି ଟେଷ୍ଟ ହେଇଛି ହେଲା। ବାସ୍ ଏଇ କୋଣରେ ପଡ଼ିଥିଲା ସେତେବେଳେ ମୋ ମନେ ଅଛି। ତୁ ଜମା ପଡିନି। ମୋ ଠିକ ମନେ ଅଛି। ଯୋଗେଇ ପାରୁନାହାନ୍ତି ଦେଖୁନ ଶାଗ ଟିକେ ଦେଇ ପାରୁନାହାନ୍ତି। ମାନେ ବହୁତ ଖୁସି କାହିଁକି ନା ଆଜି ଆମେ ଭୋଟ ଦବାକୁ। ତ ଆପଣଙ୍କ ଆଡ଼େ ଭୋଟ ସବୁ ସରିଲାଣି। ଆମର ବୋଧେ ମତଦାନର ଲାଷ୍ଟ ଆଜି ହେଲା 1 ତାରିଖ 4 ତାରିଖ ରେଜଲ୍ଟ ବାହାରିବ। ଆଉ ଯାଉଛୁ ଟିକେ ଭୋଟ ଫୋଟ ଦେଇକି ଆସିବା। ଆଉ ବୋଉ ତୋର କୋଉ ପାର୍ଟି? ମୁଁ ଏମିତି ପାଟି କହିପାରିବି। ମୁଁ ତ ଯାହାକୁ ଏନେ ଦେମି ଆଉ। ଆମେ ଯାହାକୁ ଦମୁ ସେ ଜିତିବ ଆଉ। କ'ଣ କହିଲୁ ଲୋ? ଆଚ୍ଛା ହଉ ତ ଚାଲନ୍ତୁ ଭୋଟ ଦେଇକି ଆସିବା। ଆପଣମାନେ ସବୁ ଦେଇସାରିଥିବେ। ଏ ଭିଡ଼ିଓ ପଡ଼ିବା ପୂର୍ବରୁ ଏ ଭିଡ଼ିଓ ପଡ଼ିଲା ବେଳକୁ ସବୁ ସରିଯାଇଥିବ ନାଇଁ କି ଛୋଟୁ? ଅଲରେଡ଼ି ସବୁଆଡ଼େ ଭୋଟ ଦିଆ ସରିଥିବ। ଖାଲି ଏକ୍ଜିଟ୍ ପୋଲ୍ ଚାଲିଥିବ ଏବେ କୋଉଠି କେତେ ଆସିବ। ଆପଣଙ୍କର ବି ଫୋନ୍ ଆସିଲାଣି। ତ ଚାଲ ଯିବା ଦେଇକି ଆସିବା। ଚାଲ ଜାମ୍ ଅଛି କିନ୍ତୁ କ'ଣ କରିବା ଆଉ ଜାମ୍ ଭିତରେ ପୁଣି ଆମେ ଟ୍ରାଫିକ କ୍ଲିୟର କରି ଯିବା ନା ଆଉ। ସିଏ ଯାଇକି ଛିଡ଼ା ହେଇପାରିବନି ସିଏ ଯୋଉ ଲୋକ। ଶୁଭଲକ୍ଷ୍ମୀ ମୁଁ ପୁରା ସକାଳେ ତମକୁ ନେଇକି ଯାଇଥାନ୍ତି ଭୋଟ ଦେବା ପାଇଁ। ମୋର ଭାରି ମନ ଦୁଃଖ ଆଜି। ମୋର ବହୁତ ମନ ଦୁଃଖ ତୁମ ପାଇଁ। ସାଙ୍ଗମାନେ ତାଙ୍କର ବାହାଘର ହେଲା ପରେ ସେଠୁ କ'ଣ ତାଙ୍କର ସର୍ଭେ କରି କରାଇକି ଅଙ୍ଗନବାଡ଼ି ବାଲା କାଟି ଦେଇଛନ୍ତି। ତା ବାହାଘର ପରେ ଦେଖ 3 ମାସ ଭିତରେ ଏମିତି ଟାଇମ୍ରେ ତମ ନାଁଟା କଟିଲା। ପୁରା ଠିକ୍ ଭୋଟର ଆମେ 2 ଜଣ ପୁରା ରେଡ଼ି ହେଇକି ଅଛୁ। ହେଲେ ଗୋଟେ ଭୋଟ କାଟିବା ପାଇଁ ଆଉ ଗୋଟେ ଭୋଟ ଦରକାର। 2ଟା ଭୋଟ ଆମର ମାଇନସ୍ ହେଲା। ସେଇ ଗୋଟେ ଭୋଟରେ ଯଦି ତମ ମାନେ ଆମେ ଯାଉ ଚାହୁଁଛ ସେ ଜିତି ଯାଇଥାନ୍ତା। ମୁଁ ୟାଙ୍କୁ ନେଇକି ଯିବା ଚକ୍କରରେ ଆଜି ଥିଲି। ପୁରା ଘରେ କହିକି ଲାଇନ୍ ଅପ୍ କରିଦେଇଥିଲି। ମୁଁ ଆଉ ଶୁଭଲକ୍ଷ୍ମୀ ଆଜି ମୁଁ ଶୁଭଲକ୍ଷ୍ମୀକୁ ନେଇକି ଯିବି ସେ ଭୋଟ ଦେବେ। ତଥାପି ଆଉ ତମ ମତଦାନଟା ତମେ ଦେଇଦିଅ ଆଉ। ଭଗବାନ ପାଖରେ ଡାକିଦିଅ ତମେ ଯାହାକୁ ଚାହୁଁଛ ଯିଏ ସେ ହେଇଯାଆନ୍ତୁ ବାସ୍। ସେଇଆ ତ ହଁ ଏଇ ହଁ। A few hours later. ତ ସାଙ୍ଗମାନେ ଏବେ ଇଭିନିଂ ଟାଇମ୍ ହେଇଗଲା ଆଉ 2 ଭାଇ ବାହାରିଲୁ ମାଉସୀ ଘରକୁ। ଆଉ ସେଇଠି ତାଙ୍କର ଗୋଟେ ଜାଗାରୁ ମାଛ ଫାଛ ଟିକେ ଧରା ହେଉଛି। ତ ସେ କହିଥିଲେ ଆସିକି ନେବା ପାଇଁ। ଯାଉଛୁ 2 ଭାଇ ହବ ହେଲେ କିଛି ଆଣିବ ନାକି ଆସିବା ଆଉ। ହଁ ଆସିକି ପହଞ୍ଚିଗଲେ ଚିଙ୍ଗୁଡ଼ି ଖାଇବା ବୋଲି ଆମର ଶୁଭଲକ୍ଷ୍ମୀ ବୋଲ। ସବସ୍କ୍ରାଇବ ଟିକେ କରିଦେ ସବସ୍କ୍ରାଇବ। ଲାଇକ୍ କରିବ, ସବସ୍କ୍ରାଇବ କରିବ, ସେୟାର କରିବ। ଭିଡ଼ିଓଟା ଯଦି ଭଲ ଲାଗିଲେ
कमेंट छाड़ो तो सांग माने एबे इवनिंग टाइम हे गेला आमे दी भाई टिके बाहर छबे माउसी घर सेडी कोन बो कोतला तांगर सेडी चिंगुड़ी माछ धरा काय हसछ हसीबा मना है नो ठो ठो की हसीबा है अब काय हसछ तो तमे जीव हाँ आउ गोटे कथा कह भूली जाइए आज आम एरिया रे भोट थिला तो भोट जेहेतु थिला माँ माँ पड़े आमे मैंने भी भोट दे पड़े आसु जेहेतु एड़ा भोटिंग फोटिंग जिनस मु वीडियो कली नी बाकी आमे समस्त भोट दे देचु देखि परथिबे एटा ना लिभिने एटा अछि माने अल्प देखा अछि मन धरिया सब भल से देखा अछि तो आमे भोट दे देचु बापारिया समस्ते आउ बाकी रहला माँ माँ भोट दो बोल गाँ को पळेला घर ହେଲା ତ ସେଇଥିଲାଗି ମାମା ଯିବାର ପାର୍ଟ କିଛି ଅଛି କି ମୋ ପାଖରେ ଅଛି ଅଛି କାନ୍ଦି କେତେ ଗଲେ ମୋ ମାମା କାନ୍ଦି ଯାଇଛି ମୁଁ ସେ ଭିଡିଓ ପାର୍ଟ ଟାଇଟ୍ ପକେଇ ଦଉଛି ତା ଭିତରେ ସେଟା ଦେଖି ସାରିଥିବା ଭିତରେ ମୁଁ ଯାଇ ପହଞ୍ଚି ଯାଇଥିବି କୋଉଠି ମାଉସୀ ଘରେ ତାପରେ ସେଠୁ ଦେଖିବା ମାଛ କେମିତି ଆସୁଛି ଆଉ କଣ ନା କଣ କହୁଛ ହଁ ଚାଲ जीते ଭଲ କାନ୍ଦଣ ଶିଖିଛନ୍ତି ତ କୋଉ ଯୁଗର ଲୋକ ତମେ ଫାଷ୍ଟ ସାନ ଆଣ୍ଟି ବାହାଘର ଗଲା ତାପରେ ବଡ ଆଣ୍ଟି ଯେତେବେଳେ ଯିବା ଆସିବା କରନ୍ତି ପୁଅ ଟିକେ କାନ୍ଦେ ମୁଁ ସେଇଠୁ ଶିଖିଛି ଆଉ ପ୍ରଭୁ ତୁ ଏତିକି ତାକୁ ଦେଇଦବୁ ତାଙ୍କ ଶାଢୀ ଗୁଡା ସେ ନେବେ ମାମା ତ ପଳେଇବେ ଆଉ ମା ପଳେଇବ କଣ କରିବି ହେ ମିଛ କାନ୍ଦଣା କାନ୍ଦଣା ସେ କାନ୍ଦିଲେଣି ତ 3 ଥର ପୁଣି ବୋଇଲା ଏ ବୋଉ ହଁ ପିନ୍ଧିବନି ନା ନୂଆ ଶାଢୀ ପିନ୍ଧିକି ଯିବ ନା ପୁରା ଫାଙ୍କା ଫାଙ୍କା ଘର ହେଇଯିବ ମାମା ଟିକେ ଏଠି ସେଠି ବସୁଥିଲେ ମାମା ସହ ଲାଗୁଥିଲେ ବୋଲି ଟୁଇଁ ଥିଲା ହଁ ପାଟା ଟିକେ ହଉଥିଲା ଲାଗିବନି ଘର जा सेठू गरमा गरम रसगोल्ला टे आणु खाईदवा जा पकुड़ी खाइबो की लस्सी पीबो की सब सुविधा अच्छी जा 10 टंका ना 20 टंका जहाँ बड़ मिल आने एका एका खाई दौ खाइली को ए हे बाड़े गले रे बाड़े गले रे बाड़े गले अन्न अन्न ये एक्सीडेंट गरम आंचु भाई देखी खाइबू बहुत गरम एक्सट्रीम गरम अच्छे आराम से खाऊनु आराम से गरम गरम टाक आराम से खाइबू छेना टाक केମିତି ବାହାରୁଛି ଦେଖୁଛୁ ତ ଲାଗୁଛି ତ ଠିକ ଠାକ हो उड़ी गला मजा आसे खाए और रास्ता साइड रे देखो गाड़ी जाऊ बढ़िया से छिड़ा है खाऊ गोटे अलग प्रकार मजा नहीं रे टेक दियो हाँ टेक दो बहुत गरम अच्छे मुझे टेक पारि छेनाटा ओ हो गरम खाई खाई गरम को जीति सारे आउ पहुँचले ये दिन भाई मनोज भाई आमर देख मनोज भाई परिचय नेरोला तुम गंजी भी लास्ट से कलर वाला गंजी भी दिला कौन मो कलर वाला मो कलर पेंटर तो भाई कलर काम करते जानी थे आमर बाहर बोर्डिंग्स लेखाटा तो बाकी ये होती से बड़ मौसी को पुआ आ मौसी घर जाऊँ कौन रखी माछ से आणिकी आसवा बाकी आम टे छक पर रहीगले ये चा दुकान गोटे अच्छे किसी खिया पिया है चा टे आ बिस्किट टे माड़ करके आग को बढ़िया आर आम खाइबू खाइबू बोली 2-3 जगह गलु से बरा सरी जाइए गोटे जगह छिड़ा हेलु अरे आउ गोटे जगह गली से देखला बेलू से सीझाटा दौर भाई सीझाटा भाई ये जी अच्छे लास्ट नहीं जाइए आउ ना आउ जो दुकान वाला दुकान बंद और चलो टे चा बिस्किट बाड़े दे आसिया
ଆମକୁ ଦେଇ ନିଜେ ଖାଇଦେଇ ପଳେଇ ପାର ମନ ଦେ ଆମକୁ ଦେଇ ନିଜେ ଖାଇ ପଳେଇଲେ ଖାଇଲୁ ଭାଇ ପୁରା ଦିଟା ପୁରେଇ ଦେଇଛନ୍ତି ଆଉ କିଛି କହିବା ଯିବା ଇଏ ହଉଛନ୍ତି ମୋ ବଡ ମାଉସୀ ଏ ଦେଖ ହେଲା ମୋ ସାଙ୍ଗେ ଝଗଡା କରୁଛନ୍ତି ଆଉ ଏଠି ଆମ ମାନଙ୍କ ପାଇଁ ବ୍ୟବସ୍ଥା ହେଇଛି ବରା ଏଇଠି ଅଛି ପକୁଡି ଏଠି ଅଛି ଏଇଟା ଆଚ୍ଛା ମାଉସୀ କାଇଁ ସେ ଗେଲି କାଇଁ ଗେଲି ମା ଆଇ ଏଠିକି ଆଚ୍ଛା ମାଉସୀ ମତେ ଗୋଟେ କଥା କୁହ ଇଏ କିଏ ମୁହଁଟା ଦେଖା ଏଟା ମୋ ଝିଆରୀଟା କିଏ ହସ ହସ ଖଣ୍ଡେ ପାଇଛି ମୁଁ ଖୁସିରେ ମୋ ଭାଇ କି ବରା ଗୋଟେ ଖୁଆଇବି ଆଚ୍ଛା ଆଚ୍ଛା ତ ଫାଇନାଲି ମାଛ ଆସିଗଲା ମାଛ କିଏ ଖୋଲିବ ତମେ ଖୋଲିବ ନା ବାପା ନା ବୋଉ ଦେ ନି ଆସ ମାଣ୍ଡିଆଟା ମାନେ ଯୋଉ ଆକ୍ଚୁଆଲି ବୋଉ ପଠେଇଥିଲା ମୋ ସହର ଗାଁକୁ କହିଲା ଯା ମାଛ ଆଣିକି ଆସିବୁ ଯାହା ହଉ ମିଳିଲା ଏତିକି ବଡ଼ କଥା ମିଳିବା କଥା ନୁହଁ ଗୋଟେ ଚିଙ୍ଗୁଡ଼ି ଅଛି ଟିକେ ବଡ଼ ସାଇଜ ନାନି ଏଇ କାଖ ପର୍ଯ୍ୟନ୍ତ ଲଗେଇ ଦଉନୁ ହଁ ହବ ତା ନାଞ୍ଜଠୁ ତା ନିଶ ପର୍ଯ୍ୟନ୍ତ ନାଞ୍ଜଠୁ ନିଶ ପର୍ଯ୍ୟନ୍ତ ଲଗେଇଦେଲେ ଯାହା ହେଇଯିବ ହଉ ସେ ଗୋଟେ ମାଛ ଆଗେ ବୋଉକୁ ଦିଅ ସେ ବୋଉ ଦେଖ ଯୋଉ ଗୋଟେ ମାଛ ଆସିଛି ବଡ ମାଛ ସେ ଗୋଟେ ମାଛଟା ତ ବୋଉକୁ ଖୋଲି ଦେ ଯୋଉ ବଡ ମାଛ ଗୋଟେ ଆସିଛି ଏଇ ଗୋଟେ ମାଛ ଟିକେ ବଡ ସାଇଜ ବାପା କହୁଥିଲେ ହବନି ହାତେ ହବନି କଣ ବାପା କହୁଥିଲେ ଏ ବାପାଙ୍କୁ ଦେଲୁ ବାବା କଣ କହୁଥିଲ ହବନି ବୋଲି ମୁଁ କହୁଥିଲି ଯୋଉ ଚିଙ୍ଗୁଡ଼ି ଆଣିଛ କିଣିକି ଯାଇକି ଏତେ ପରିଶ୍ରମ କରିକି ରାତିରେ ହଁ ସେ ଧରିକି ରଖିଥିଲେ ହଁ ତମେ କିଣିକି ଆଣିଲ ସବୁ ଏଇଭଳିଆ ଚିଙ୍ଗୁଡ଼ି ନା ତା ଭିତରେ ଛୋଟ ଅଛି ବଡ଼ ଅଛି ସବୁଠୁ ବଡ ଏଇଟା ଆଉ ସବୁ ଛୋଟ ବଡ ମିଶାମିଶି ଅଛି ଆଉ ସେ କେମିତି ଗୋଟାକ ଧଇଲା ଛୋଟ ଭିତରେ ବଡ଼ ମାଛ ପଡିଆ ଭିତରେ ଆଉ କଣ କେତେବେଳେ କିଏ ବଡ ଛୋଟ ପଡିବ କିଛି ଠିକ ଅଛି ଯାହା ପଡିଗଲେ ପଡ଼ିଲା ନା ଆଉ ଖାଇ ଦେଇଛି ତା ଘରେ ନା ସେଇନି ଏଇ ଧଲ ଟିକେ ଏଇ ଗୋଟିଏ ଚିଙ୍ଗୁଡିରେ ଆମେ ପୁରା ଖୁସି ହେଇଗଲୁ ପୁରା ଦମଦାର ଚିଙ୍ଗୁଡି ଗୋଟେ ଆଉ ବାକି କଣ ଅଛି ଦେଖିବା କୁନି ସବୁ ଅଛନ୍ତି ଜାଣିଲ ଏଇଟା ଦେଖୁନ ବଞ୍ଚିଛନ୍ତି କେତେ ସମୟ ବଞ୍ଚୁଛନ୍ତି ମାନେ ବଞ୍ଚିବେ ପୁରା ବଢିଆ ସେ ରୋଷେଇ କଣ ହେଇଛି ଆଉ ଦଳା ସତ କୁହ କଣ ହେଇଛି ମତେ ଆସିଲାଣି ବା ତମେ ଭଲ ଭାବରେ ଜାଣିଛ ଆମେ ମାଛ ପାଇଁ ଯାଇଛୁ ବୋଉ ତମେ କୋଉ ହିସାବରେ ଆଣି ଚିକେନ କରିଦେଇଛ ମିଳିବ କି ନାଇଁ କଣ ଠିକ ଅଛି ମାଛ କଥା ଖାଇଥାନ୍ତି ଆଉ ଆଣିଥିଲି କଣ ହବ ଆଉ କାଲି ପୁରା ଡିପିଟିଂ ସର ଭିଡିଓ ଆସିବ କାଲି ଆସିବ ତାହେଲେ ହଁ ସେ ବଡ ଚିଙ୍ଗୁଟା ତମକୁ କାମୁଡିବ ଏମିତି ସେ ତମକୁ ଖାଇବ ମୋଡି ଆଜି ଚିକେନ ଟା ବାପା କଷୁଛନ୍ତି ନା କଣ ବାବା ତମେ କଷୁଛ ନା ସେ ଛାଡି ଦେଇକି ପଳେଇଥିଲ ତମେ ବହୁତ ଦିନ ପରେ ବାପା ଆଜି କରୁଛନ୍ତି ତାହେଲେ ଚିକେନ ଟିକେ ବହୁତ ସୁନ୍ଦର ଦେଖିବା ଟିକେ ଦେଖେଇଲ କ'ଣ ଲେଖି ସେମିତି ଦେଖା ହଉଛି ଆଉ କ'ଣ ପକେଇବ ଝାଡ଼ି ଦେଇଛନ୍ତି କି ବାପ ଲେଖି ଚାରିଦେଲେ
तो ଏବେ ଟିକେ ବାପା କଷା ଆଣିକି ଦେଲେ ଦେଖିବା ହେଇଛି ନା ଦେଖିବା ଆଉ କଷାଟା ଦିଆହେଇଛି ଦେଖନ୍ତୁ କେଉଁ ରେଟ୍ରେ ଭଲ ପିସ୍ଟା ଧରିଛ ପିସ୍ଟା ହଁ ଖାଲି ଦେଖିବା ହେଇଛି ନା ଲୁଣ ଫୁଣ ଆଉ ଇଏଟା ଆଉ ଟିକେ ଖାଇଦିଅ ତାପରେ ଲୁଣ କଥା କହିବ ତ ବୋଉ କହିଲା ମୋ ଛୁଆ ମାଛ ପାଇଁ ଯାଇଛନ୍ତି ପାଇବେ ନ ପାଇବେ ତମେ ଟିକେ ଚିକେନ୍ ଆଣିକି କଷି ଦିଅ କ'ଣ କରିବି ଦେଲ କଷି ଏକାଥରେ ଆଉ ଆମେ ଆଣିକି ଆସିଛୁ 500-600 ଟଙ୍କିଆ କିଲୋ ତମେ 200 ଟଙ୍କିଆରେ ଚିକେନ୍ କିଲୋ ଖୋଉଛ ଡିମାଣ୍ଡ ନେବ ଆଉ ଛୋଟୁ ଭାଇ ଆଜ୍ଞା ତୁ କେଉଁଠି ଖାଇବୁ ଏଇଟା କି ପିସ୍ଟା ସେଇଟା ତୋର ଆଉ ଗୋଟେ ସେଥିରେ ରହିଯାଇଛି ଏକ୍ସଟ୍ରା ସେଇଟା ତ ମୋତେ ଦେଇଦେବୁ ଆଉ ତ ଭଲ ପିସ୍ଟା ଧରିଦେଲୁ ସେଇଟା ମୋତେ ଦେଇଦେବୁ ଓ ଆଚ୍ଛା ଆଚ୍ଛା ମୋତେ ଲାଗିଲା ଏ ପିସ୍ ନାହିଁ ବୋଧେ ସେଇଟା ସେଇ ପିସ୍ଟା ବା ଦିଆହେଇଛି ତତେ ସେଥିଲାଗି ୱାହ ହଉ ତାହେଲେ ଟିକେ ନାକୁ ଖାଇକି ମୋତେ ଦେଇଦେବୁ ହଉ ଆଉ ଜଷ୍ଟ ଏତିକି ଟିକେ ନାରୁ ଖାଇଦେବି ତାପରେ ଦେଇଦେବି ଆଉ ଦେଖିଆ ଟିକେ ରାମ୍ପିଲୁ ଗରମ ଅଛି ବା ଓ ଭାଇ ଟିକେ ଖାଇ ଦେବାକୁ କହିଥିଲି ସାରିବାକୁ କହିନଥିଲି ବା ସାରିଦେଲୁ ଆଉ ଟିକେ ସାରିଦେଲେ ମନୋଜ ଖାଲି କଣ୍ଟାଟା ନେବ ନା ମୁଁ ଘୋଷି ଦେଉଛି ମନୋଜ ସାରିଦେଲା ମୁଁ ଜାଣିଛି ତମେ କଣ୍ଟାଟା ଖାଇବ ନା ହେଲେ କାଁ ହଉ ଠିକ୍ ଅଛି ହଉ ହଉ ରେ ପୁଅ ହଉ 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 ବୁଝିଲୁ ଆଜ୍ଞା ହଉ 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 ମୁଁ ଜାଣିଛି ବାପା ଆଣିଥିବେ ମାନେ ଗୋଟେ ଆଣିନଥିବେ ହଉ 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 ଦିଟା ନିହାତି ଆଣିଥିବେ ଦି ଭାଇଙ୍କର ପିଆଜ ଖଣ୍ଡ ଖଣ୍ଡ ଆଣି ଦେଇଦେଲି ଯୋଗାଡ଼ରେ ଆମର ଲାଗିଯାଇଛନ୍ତି ଶିବଲକ୍ଷ୍ମୀ ଆସ ତମେ ବି ବସ ପଡ଼ ବସୁନା ଗରମ ଅଛି ଆଜି ଆମେ ସମସ୍ତେ ଖାଇଲେ ଆଉ ବାପା ରୋଷେଇ କଲେ ହଁ ଖାଇଲେ ଖଣ୍ଡେ ଚିକେନ୍ ବାପାଙ୍କର ଯେଉଁ ଚିକେନ୍ର ଯେଉଁ ଟେଷ୍ଟଟା ସିରିୟସଲି ୟୁନିକ୍ ଏଇଟା ଧରିଲେ ଏଇଟା ସବୁବେଳେ ଅଲୱେଜ୍ ଗୋଟେ ଅଲଗା ପ୍ରକାର ଟେଷ୍ଟ ଥାଏ ଝୋଳଟା ଖାଇ ଦେଖ ମଜା ଆସିବ ପୁରା ଲେଗ୍ ପିସ୍ ଖାଇବ ହଁ କାଳେ ଲୋଭ ଥିବ ଖଣ୍ଡେ ଖାଇଦଉନା ମୁଁ ଖାଇସାରେ ତୁମକୁ ଯାହା ବଳିବ ଦେଇଦେବି ଆଉ କଣ୍ଟାଟା ହେଲା ଆଉ ତୁ ଦେଖେଇ ଖାଉଥିଲୁ ନା